ନା ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ବହୁଳ ଅଞ୍ଚଳ। ଏ ଅଞ୍ଚଳରେ ଲୋକମାନେ ପୂର୍ବରୁ ସ୍ୱତଃପ୍ରଭୂତ ଭାବେ ଭୋଟ ଦେବାକୁ ଆସୁନଥିଲେ ବିଭିନ୍ନ କାରଣ ଯୋଗୁଁ। ରାସ୍ତାଘାଟର ସୁବିଧା ନଥିଲା, ବହୁ ଅପହଞ୍ଚ ଇଲାକାରେ ବୁଥ୍ ହୋଇପାରୁନଥିଲା, ବୁଥ୍ର ଡିଷ୍ଟାନ୍ସ ବହୁତ ଲମ୍ବା ଥିଲା ଏବଂ ନକ୍ସଲବାଦ ସମସ୍ୟା ଯେଉଁ ରହିଥିଲା ଏ ଅଞ୍ଚଳରେ ଲୋକେ ଭୋଟ ଦେବାରୁ ବିରତ ରହୁଥିଲେ। କିନ୍ତୁ ଏହି 10 ବର୍ଷ ଭିତରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟିଛି ବିଜୁ ଜନତା ଦଳ ସରକାର ଯୋଗୁଁ। ଏବଂ ଆପଣ ଆଜି ଦେଖିବେ ଯେଉଁ ଜାନବାଇ ଅଞ୍ଚଳ ସବୁବେଳେ ଗୋଟେ ଦୁର୍ନାମ ମୁଣ୍ଡଉଥିଲା ନିର୍ବାଚନ ସମୟରେ, ବର୍ତ୍ତମାନ ସେ 30 ଗୋଟି ନୂଆ ବୁଥ୍ ତିଆରି ହୋଇଛି ଏବଂ ସମସ୍ତେ ଭୋଟ ଦେବାକୁ ବାହାରିବେ ଏ ଆଶା ଏବଂ ବିଶ୍ୱାସ ଆମର ଅଛି। ଯେଉଁ ଡେଭଲପମେଣ୍ଟ ଆସିଲା ଏ ଅଞ୍ଚଳକୁ, ଏଥିରେ ଆମେ ଅନୁରୋଧ କରୁଛୁ ଭୋଟର ଭାଇ ଭଉଣୀମାନଙ୍କ ପାଇଁ ସମସ୍ତେ ବାହାରକୁ ବାହାରନ୍ତୁ। ଯେଉଁମାନେ ଆପଣଙ୍କ ପାଇଁ କାମ କଲେ ଅଞ୍ଚଳକୁ, ଏ ଅଞ୍ଚଳରେ ଉନ୍ନତି ଆଣିଲେ, ଆପଣଙ୍କ ଜୀବନରେ ଗୋଟେ ପରିବର୍ତ୍ତନ ଆଣିଲେ, ସେମାନଙ୍କୁ ଭୋଟ ଦେବା ପାଇଁ ଆମେ ଘରୁ ବାହାରନ୍ତୁ ଏବଂ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ। 70% ଭୋଟ ପୂର୍ବରୁ ହେଉଥିଲା, 70-72%। ଏଥର ଆମର ଆଶା ଏବଂ ବିଶ୍ୱାସ ପାଖାପାଖି 85-90% ଭୋଟ ହେବ ଏବଂ ସମସ୍ତେ ଭୋଟ ଦେବେ। ଲୋକଙ୍କୁ ଆପଣ କ'ଣ କହିବେ, ଡେଭଲପମେଣ୍ଟ କାମ ତାଙ୍କରି ଭୋଟ ଉପରେ ଡିପେଣ୍ଡ କରୁଛି? ବିଲକୁଲ ଯିଏ ଡେଭଲପ, ହଁ ୟେସ୍, ବହୁତ ଲୋକ ବାହାରୁ ମଧ୍ୟ ନଥିଲେ, କିନ୍ତୁ ଏଇ ନିର୍ବାଚନରେ ବିଜୁ ଜନତା ଦଳର ସରକାର ବିଗତ 5 ବର୍ଷରେ ଯେଉଁ ପ୍ରକାର କାମ କରିଛି, ସର୍ବଧର୍ମ ସର୍ବ ଜାତି ସମୁଦାୟ ସମ୍ପ୍ରଦାୟ ପ୍ରତ୍ୟେକ ଗାଁକୁ, ସହରକୁ, ମ୍ୟୁନିସିପାଲିଟିକୁ, ଏନ୍ଏସିକୁ, ପଞ୍ଚାୟତକୁ, ତ ଏଥିରେ ଲୋକ ବହୁତ ଉତ୍ସାହିତ ଅଛନ୍ତି ଭୋଟ ଦେବା ପାଇଁ। ଦେଖିଲେ ଗୋଟେ ସରକାର, ଏପରି ସରକାର ଆସିଲା ଯିଏକି ପ୍ରତିଶ୍ରୁତି ପୂରଣ କଲା ଏକରେ ଏବଂ ଡିମାଣ୍ଡ ଡ୍ରିଭେନ୍ କାମ କଲା। ଯାହା ଲୋକଙ୍କର ଡିମାଣ୍ଡ ଥିଲା ସେ ଅନୁସାରେ କାମ କରୁଛି। ସୋ ଆମେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ ଯେ ଲୋକ ଏଇଥର ଭୋଟିଂ ପରସେଣ୍ଟେଜ ଏଥର ନିଶ୍ଚିତ ଭାବରେ ବଢ଼ିବ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ। ଆଉ ଏଇ ଯେଉଁ ନକ୍ସଲବାଦର ଯେଉଁ ସମସ୍ୟା ପ୍ରାୟ ସମାଧାନ ହେଇ ଆସିଲାଣି, ୟା ପଛରେ କ'ଣ ମୁଖ୍ୟ ଯେଉଁ ଡେଭଲପମେଣ୍ଟ? ୟେସ୍, ଡେଭଲପମେଣ୍ଟ ସହିତ ନକ୍ସଲବାଦ ସମସ୍ୟା ସବୁବେଳେ ଜଡ଼ିତ। ଯେଉଁଠି ଡେଭଲପମେଣ୍ଟ ଅଛି ସେଇଠି ନକ୍ସଲବାଦ ସମସ୍ୟା ରହିବ ନାହିଁ ଏବଂ ନବରଙ୍ଗପୁର ଲୋକସଭା କନଷ୍ଟିଚ୍ୟୁଏନ୍ସି ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ପାଖାପାଖି 60% ଅଞ୍ଚଳ ନକ୍ସଲ କବଳିତ ଥିଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନକ୍ସଲ ସମସ୍ୟାର ସମାଧାନ ହୋଇଛି। କାହିଁକି? ସାମାନ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେଭଲପମେଣ୍ଟ ଆଣିଲେ, ରୋଡ୍ ଆଣିଲେ, ଇଲେକ୍ଟ୍ରିସିଟି ଦେଲେ, ପାଣି ଦେଲେ, ଆକ୍ସେସିବିଲିଟି ବଢ଼ିଲା ସରକାରୀ ଅଫିସରମାନଙ୍କର, ରାଜନୈତିକ ନେତାମାନଙ୍କର, ସମସ୍ତ ପ୍ରକାର ସରକାରୀ ସୁବିଧା ଲୋକଙ୍କର ଦାଣ୍ଡ ଦୁଆରେ ଯାଇକି ପହଞ୍ଚିଲା, ଯେଉଁଥିରେ ଲୋକ ପ୍ରଭାବିତ ହେଇକି ନକ୍ସଲ ଠାରୁ ମୁହଁ ମୋଡ଼ି ନେଲେ ଏବଂ ଗଣତନ୍ତ୍ରର ଯେଉଁ ନିର୍ବାଚନ ଚାଲିଛି, ମୁଁ ଭାବୁଛି ସମସ୍ତେ ଠିକ୍ ଲୋକଙ୍କୁ, ଉଚିତ ଲୋକଙ୍କୁ ଭୋଟ ଦେବା ପାଇଁ ସେମାନେ ଚିନ୍ତା କରନ୍ତୁ ଯେ କିଏ ତାଙ୍କ ପାଇଁ କାମ କଲା, ଘରୁ ବାହାରନ୍ତୁ ଏବଂ ଉଚିତ ପ୍ରାର୍ଥୀକୁ ସେମାନେ ଭୋଟ ଦିଅନ୍ତୁ ଯିଏ ତାଙ୍କ ସହିତ 5 ବର୍ଷ ରହିକି ଆସିଛି ଏବଂ ଯେଉଁ ଦଳ ତାଙ୍କ ସହିତ 5 ବର୍ଷ ରହିକି କାମ କରିଛି। ନା, ଆମର ଆଶା ପୁରା ଅଛି, କାରଣ ଆମେ ଲୋକଙ୍କ ସମସ୍ୟା ସହିତ ସବୁବେଳେ ଜଡ଼ିତ ହେଇକି ଅଛୁ ପ୍ରଥମ। ଦ୍ୱିତୀୟରେ ଲୋକେ ଯେଉଁ ଏକ୍ସପେକ୍ଟେସନ୍ ରଖିଥିଲେ ସରକାରଙ୍କ ଠାରୁ, ବିଶେଷ କରି ବିଜୁ ଜନତା ଦଳ ସରକାର ଠାରୁ, ତାହା ପୂରଣ ହୋଇଛି। ଏବଂ ତୃତୀୟ ଜିନିଷ ଯେ ଲୋକଙ୍କ ମଧ୍ୟରେ ଗଣତନ୍ତ୍ରକୁ ନେଇକି ଗୋଟେ ଉତ୍ସାହ ଆସିଛି। ଯେହେତୁ ତାଙ୍କ ପାଖେ ସରକାର ପହଞ୍ଚି ପାରିଲା, ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧ ସେମାନେ ବୁଝିପାରିଲେ ଯେ ଗଣତନ୍ତ୍ର କ'ଣ, ଭୋଟିଂ କ'ଣ, ଡେମୋକ୍ରେସି କ'ଣ, ସରକାର କ'ଣ ଏବଂ ଏଭଳି ଏକ ସରକାର ଯେଉଁ ସରକାର କି ତାଙ୍କର ସମସ୍ତ ପ୍ରକାର ଆନୁଷଙ୍ଗିକ ବିକାଶ କରିବା ପାଇଁ ତତ୍ପରତାର ସହିତ କାମ କଲା ବିଗତ 5 ବର୍ଷରେ। ତ ୟାକୁ ଆଧାର କରିକି ସେମାନେ ଭୋଟ ଦେବେ ବୋଲି ମୋର ଆଶା ଏବଂ ଆମେ ନିଶ୍ଚିତ ଭାବରେ ଜିତିବୁ, କାରଣ ଲୋକଙ୍କ ସହିତ ଆମେ ଅଛୁ, ଭୋଟର ଭାଇ ଭଉଣୀଙ୍କ ସହିତ। ବିଗତ ନିର୍ବାଚନ ଏବଂ ଚଳିତ ନିର୍ବାଚନ ଭିତରେ ଆକାଶ ପାତାଳ ଫରକ। ପୂର୍ବରୁ ଆମେ ଯେତେବେଳେ କ୍ୟାମ୍ପେନିଂ ପାଇଁ ବିଶେଷ କରି ଗାଁ ଗାଁକୁ ଯାଉଥିଲୁ, ଏତେ ଅଭିଯୋଗ ଆସୁଥିଲା, ଏତେ ସମସ୍ୟା ଆସୁଥିଲା, ଆମେ ଭୋଟ ପ୍ରଚାର କମ୍ ଏବଂ ସେମାନଙ୍କର ସମସ୍ୟା ସମାଧାନରେ ବହୁତ ସମୟ ବିତାଉଥିଲୁ। କିନ୍ତୁ ଏଥର ମୁଁ ଦେଖିଲି ନିର୍ବାଚନରେ କାଁ ଭାଁ ଲୋକେ କମ୍ପ୍ଲେନ୍ କରୁଛନ୍ତି, ଅଭିଯୋଗ କରୁଛନ୍ତି ସ୍ଥାନୀୟ ସମସ୍ୟାକୁ ନେଇକି, କାରଣ ପ୍ରାୟ ସମସ୍ତ ମୌଳିକ ସମସ୍ୟା ଲୋକଙ୍କର ପୂରଣ ହୋଇଯାଇଛି, ଯଦ୍ୱାରା କି ଆମେ ନିର୍ବାଚନ ପ୍ରଚାର କରିବା ପାଇଁ ବହୁତ ସହଜ ହେଉଛି। ଆଦିବାସୀମାନେ ଆମକୁ ହିଁ ଭୋଟ ଦେବେ, ବିଜୁ ଜନତା ଦଳକୁ ଭୋଟ ଦେବେ। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦିଆଗଲା। ସେମାନଙ୍କର ଦେବାଦେବୀଙ୍କ ରକ୍ଷଣ ପାଇଁ ଓଡ଼ିଶାରେ ପ୍ରଥମ କରି, ଓଡ଼ିଶାରେ ତ ନୁହଁ ଭାରତବର୍ଷରେ ପ୍ରଥମ କରି ସମସ୍ତ ଆଦିବାସୀ ଦେବାଦେବୀଙ୍କର ପୀଠକୁ ଆମେ ଯତ୍ନର ସହିତ ନିର୍ମାଣ କଲୁ। ସେମାନଙ୍କର କଳା ସଂସ୍କୃତି କି ପରମ୍ପରା କିପରି ବଞ୍ଚି ରହିବ ସେଥିପାଇଁ ସେମାନଙ୍କୁ ଅନୁଦାନ ଦିଆଯାଇଛି, ସେମାନଙ୍କୁ ସାମଗ୍ରୀ ଦିଆଯାଇଛି ଏବଂ ଆଦିବାସୀ 9 ଗୋଟି ଜିଲ୍ଲାରୁ 14 ଗୋଟି ଜିଲ୍ଲାକୁ ଆଡ୍ କରାଗଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏବଂ
आदिवासी मानकर समुदाय भवन पर समस्त जगह किसी ना किसी व्यवस्था कर अनुदान दिखाई से प्राधान्य दि जाए वन्यजात द्रव्य को किणा सरकार निज आड़ व्यवस्था कर सो आम बहुत विन विन पोजिशन रो आदिवासी समस्त भोट दौरान एक आप जानी रखु बिल्कुल आदिवासी भोट हूँ गोटे कंसोलिडेट भोट आदिवासी मैंने एकतरफिया भोट दियंती एवं पाखापाखि 26 विधानसभा 36 विधानसभा एवं 5टी लोकसभा आम जनसंख्या रही है पाखापाखि 1 कोटी जनसंख्या अच्छे आम भोटा वन साइड जाए सब पूर्व कांग्रेस सपक्ष जाऊला बर्तमान बीजेडी सपक्ष आस